पितृपूज्य पवित्र जन्म माटी महेशमतीपुर इष्ट देवी माँ डोकरी बुढ़ी पाद तले मोर कोटि कोटि दंडवत। महामंत्री साड़िक्य महाराज धन्य मोर महेशमतीपुर प्रजावासी सर्वदा कृषि कर्म रे विरत रही अनेक शस्य उत्पादन करुछि। हाँ महाराज जहाँकि सर्व राज्य कृषि रे अग्रगति करिछि। ए देशर शस्य अन्य देश को उत्पादन हेउछि। सर्व प्रजा कर्म ए विनियोग करी हस खुशी रे कालितपात करुछन्ति। मो प्रजा पाई मो गौरवन्य। हाँ महामंत्री मो प्रजा पाई मो गौरवन्य। हाँ महाराज आपणक राज्यर प्रजा स्नेह भाव जोठी निर्मल सेठी चिंताधारा भी निर्मल। हाँ महामंत्री महेशमतीपुर राजा धीरे धीरे गमना वीर यज्ञ दाता राजना वीर यज्ञ दाता राजना। महामंत्री हाँ महाराज महेशमतीपुर
ମହାମନ୍ତ୍ରୀ ଚାଣିକ୍ୟ ମହାରାଜ ଏହା ସବୁ ଈଶ୍ୱରଙ୍କ ବରଦାନ। ଦୁନିଆ ଗୋଟାଏ ହାଟ, ହାଟ ସରିଗଲେ ଯେ ଯାହା ସ୍ଥାନକୁ ଚଲିଯିବୁ। ଦୁନିଆରେ ଭଲ କାମ କଲେ ଭଲ ଫଳ ପାଇବ, ଆଉ ଖରାପ କର୍ମ କଲେ ଖରାପ ଫଳ ପାଇବ। ଏବେ ମୁଁ ଭାବୁଛି ସଦା ସର୍ବଦା ରାଜ୍ୟ କାର୍ଯ୍ୟରେ ବ୍ୟସ୍ତ ରହି ମହାରାଣୀ ସୁରୁଚି ସହିତ ଦେଖା କରିପାରୁନାହାନ୍ତି। ଏଣୁ ଭାବୁଛି ରାଣୀ ହଂସପୁରକୁ ଗମନ କରିବି। ହଁ ମହାମନ୍ତ୍ରୀ, ରାଣୀ ହଂସପୁରକୁ ଗମନ କରିବି। ହଁ ମହାରାଜ, ଆପଣଙ୍କର ଉଚିତ ଚିନ୍ତାଧାରା। ହେଲେ ମହାରାଜ, ଯିବା ପୂର୍ବରୁ ପ୍ରଜାମାନଙ୍କର କୁଶଳ ବାରତ ଟିକେ ଶୁଣି ନିଅନ୍ତୁ। ତାହେଲେ ପ୍ରକାଶ କରନ୍ତୁ ମହାମନ୍ତ୍ରୀ। ପ୍ରକାଶ କରୁଛି ମହାରାଜ। ଏଥର ଚାଲନ୍ତୁ ମହାରାଜ, ବିଳମ୍ବ କରନ୍ତୁ ନାହିଁ, ରାଣୀ ହଂସପୁରେ ଯାତ୍ରା କରନ୍ତୁ। ତେବେ ଚାଲନ୍ତୁ ମହାମନ୍ତ୍ରୀ, ବିଳମ୍ବ କରି କିଛି ଆବଶ୍ୟକ ନାହିଁ। ତାହେଲେ ଚାଲନ୍ତୁ ମହାରାଜ। ତେବେ ଚାଲନ୍ତୁ ମହାମନ୍ତ୍ରୀ।
ଜଗନ୍ନାଥ ଜଗନ୍ନାଥ ମାଇସ୍ମତୀ ରାଜ୍ୟର ମହାରାଣୀ ସୁରୁଚିର ଏ କୋଟି କୋଟି ପ୍ରଣାମ ପ୍ରଭୁ, କୋଟି କୋଟି ପ୍ରଣାମ। ମାଇସ୍ମତୀ ରାଜ୍ୟର ସୁନ୍ଦର ଏ କୁସୁମ ଉଦ୍ୟାନ, ରଙ୍ଗ ବେରଙ୍ଗର ଫୁଲର ସ୍ତରବେ, ପ୍ରଜାପତିର ଉଡ଼ାଣ, ଭ୍ରମର ଗୁଞ୍ଜନ, ସତରେ ସତରେ କେତେ ଏ ମଧୁର ବେଳା। ମାଇସ୍ମତୀ ରାଜା ରାଣୀ ସୁରୁଚି ସୁନ୍ଦରୀ, ମାଇସ୍ମତୀ ରାଜା ରାଣୀ ସୁରୁଚି ସୁନ୍ଦରୀ, ହସିଲେ ଗଜମୁ ମହଲ ଉଚ୍ଚ ଶିକ୍ଷା ନିମିତ୍ତ ବିଦେଶରେ ଯାତ୍ରା କରିଛି, ହେଲେ ବହୁଦିନ ହେଲା ତାର ମୁଖ ଚନ୍ଦ୍ରମା ଦେଖିନି। ମୋ ମନ ତ ଖାଲି ଝୁରୁଛି, ହେଲେ ସେ ଯେଉଁଠି ବି ଥାଉ, ଈଶ୍ୱର ତାର ମଙ୍ଗଳ କାମନା କରନ୍ତୁ। ଏ କଲା ଠାକୁରୀ, ଏ ଦୀନ ବାନ୍ଧବ, ଏ ଅବତାରୀ ପୁରୁଷ, ତୁମେ ଯାହା ବି କର ବିଶ୍ୱର ମଙ୍ଗଳ ନିର୍ମିତ କର। ମୋର এই ଜୀବନ ତୁମରି ହାତରେ ପ୍ରଭୁ, ତୁମେ ହର୍ତ୍ତାକର୍ତ୍ତା, ତୁମେ ବିଧାତା। ତୁମର ସେଇ ଚରଣ ପଙ୍କଜରେ କୋଟି କୋଟି ଦଣ୍ଡବତ ପ୍ରଭୁ, କୋଟି କୋଟି ଦଣ୍ଡବତ।
इज द मनी। लाइफ में अगर पैसा हो तो रिश्ते और रिश्तेदार हाथों की मुट्ठी में होगी। यही पैसा पाई, यही पैसा पाई ये दुनिया रे, यही पैसा पाई ये दुनिया रे। निज जन्म कला छुआ को निज माँ बिक्री कर, यही पैसा पाई, यही पैसा पाई निज बापा ठारू पुओ लगाई जाउछि। ଆଉ ଏଇ ପଇସା ପାଇ ନିଜ ସ୍ୱାମୀ ଠାରୁ ନିଜ ସ୍ତ୍ରୀଟା ଚାଲି ଯାଉଛି। ଦିନରେ ମଣିଷ ରାତିରେ ମୋ କ୍ୟାରେକ୍ଟରଟା ହଉଛି ସେଇ ଆକାଶର ଇନ୍ଦ୍ର ଧନୁର ସାତଟି ରଙ୍ଗ ଧନୁ। ଔଷଧ କୋଉ ମୁହୂର୍ତ୍ତରେ କୋଉ ରଙ୍ଗ ଧାରଣ କରିବି ଏବେ ମୁଁ ନିଜେ ମଧ୍ୟ ଜାଣେନି। I am the Supari Killer। ଯୋଉ ଶଳାଟା ମୋତେ ପଇସା ଦବ ତା ପାଇଁ ମୁଁ କାମ କରିବି କାମ। ଏବେ ରାଜ୍ୟରେ କେତେ ଲୋକଙ୍କୁ ମାରିছে ଏଯାଏ ତାର କୌଣସି ପତ୍ତା ମିଳିନି। ସେଦିନ ସେଇ ରତ୍ନାକର ଦଶୁଟା ଏଇ କାମ କରି ତା ପେଟ ପୋଷୁଥିଲା। ଏବେ ସେ ସିନା ଉଇଉଁକାରୁ ଆସି ଗୋଟିଏ ବାଲ୍ମୀକି ସାଜିଗଲା। ମୋତେ କିନ୍ତୁ ଏ ଦୁନିଆ କହିବ ସାଇତା plus zero whole square is equal to a square plus 2ab plus b square। अबे मोटे बंद मांस ଆଉ ସୁନ୍ଦରୀ ଯୁବତୀ ମାନଙ୍କର ଯୌବନ ଦରକାର। अबे ମୋ ସ୍ତ୍ରୀଟା ମଲେ କି ମୋ ଛୁଆଟା ମଲେ ମୋତେ ଖାଲି ऐसो आराम दरकार। କିନ୍ତୁ এই কামটা କରିବା ପାଇଁ ମୋର ସେଇ ଚାକର ଭଳାଟାକୁ ମୁଁ ଆଜି ନିଶ୍ଚୟ ସାକ୍ଷାତ କରିବି। ଜୟ ମା ଚାମୁଣ୍ଡେଶ୍ୱରୀ। ଦୀର୍ଘ 25 ବର୍ଷର ତପସ୍ୟାର ଫଳଟା ମୋ ହାତ ମୁଠାକୁ ଆସିବାକୁ ଯାଉଛି। ଏଥର ମୁଁ ତୋତେ ମେଣ୍ଢା ବୋଲି ଦେବିନି ଲୋ ମା, ମୁଁ ତୋତେ ନର ବୋଲି ଦେବି ଲୋ। ଆସୁଛି ଅନା ଦେ ଆସୁଛି।
ଆଜ୍ଞା ଏଇ ଗାଁ ବଡ଼ ବଡ଼ ଲୋକ ଆଜ୍ଞା ମୋର ନମସ୍କାର। ଆରେ ଯେତକି ବି ମୋର ସଙ୍ଗର ଲୋକ ଅଛତ ଆଜ୍ଞା ସେ ମନକେ କିଛି କରା କରି ନେଇ। ଆରେ ଯେ ବି ମୋର रुसान अच मके जुआर करब आज्ञा मो ना जानी ना अरे मु कहिले सुना जानिबे आज्ञा मोर ना हुचे आदि अनादि महानदी 8 दिन हैला आज्ञा नहीं गोदी नहीं ठकबार रे पु हेतिर लागनी तो मोर गागर जोचे गंदी इस गंदी गल जे आज्ञा मोर गुरु मके डाकी चन हेले तांको पाई गोटे गीत गाई दिए ए अनादि मते डाकुच मोर गुरु के जे मते खोजुच ताकर संगे हाथ मोए मिसे देमी जहाँ कहेले से कथा करे देमी मते मद मांस सब मिली जैसी औषधेसी मर्म लव गुरु आज के हेला जैसे मते डाकुच अनादि मते डाकुच मोर गुरु के जे मते खोजुच अनादि मते डाकुच मोर गुरु के जे मते खोजुच ताकर संगे हाथ मोई मिसाई दे जा कहले से कथा करी दे मते मद मांस सब मिली जैसी गंदी जाउची रे आज्ञा तांको लगी भाई बनी जे मोई मोर लगी आकाशे छने ने देखले तांके खाली जीवन नहीं होय लगे तांको लगी भाई बनी जे मोई मोर लगी आकाशे
ଆଜ୍ଞା ଆସିଲା ବେଳେ ସେ ବାନେର ଛକରେ ଟିଫିନ ପତର ସିଙ୍ଗିଡ଼ା ପକଡ଼ି ବୋଡ଼ା ଯାହା ଖାଇ ଦେଇଥିଲି ଆଜ୍ଞା ସେଇଟା ଟିକେ ମୋତେ ମୋ ପେଟଟା ଟିକେ କୁଟୁ 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 ହେଇକି କାଟି ଦେଉଛି ହେଲେ ଟିକେ ବସିବି ଆଜ୍ଞା ପୁରା ଯେନ୍ତା ପାଡ଼ পেট ন তো ছিগলি গলা না বুয়া আর আমি আর কেনতা করবি হে রোডে নেছি আর এইটাকে টিকে ফাপড়ি ফুবরা দেছে ঝাড়া বসলা বেলে এই মাইজি হারি ডুঙ্গি আসুছে আমি সে মনে ঝাড়া বসলা বলে আমি ডুই যাইছু কে হো এটা কাম নেলা কাম করুছে কে আড়ে বুয়া সালি মুই ସବୁদিন ইয়াড়ে ঝাড়া বসলা বেলে সে আসুছে দিনে এতকি হকবি আর তার হাতে ধরেই দেবি যে ঘরে নাবা আর ছেলা থাপবা রান্ডি অগলা বেলে আসুছে এ বুয়া গো মতে কিয়ে সে ডাকিলালো অনাদি বলে ঝাড়া বসো থেলে পেটে গলা নিত্রি সত না রে পচ পটে গলা গলে মতে কিয়ে সে ডাকিলালো অনাদি বলি মতে কিয়ে সে ডাকিলালো অনাদি বলি যারা বসুথিলি নদী গলা খুলি পচ পটে গলা গলি ইস গন্দি গলা রে মতে কিয়ে সে ডাকিলালো অনাদি বলি মতে কিয়ে সে ডাকিলালো অনাদি বলি
করছত কে জানিনি আমার সাউକାର টোকা চালুচন্তি ବୋବାଲି ତାଙ୍କର ଆଜ୍ଞାକୁ ଅଭିଜ୍ଞାନ କଲେ ହେବ ନାଇଁ ଆଉ ଚଳି ମତେ କିଏ ସେ ଡାକିଲା ଲୋ ଅନାଦି ବୋଲି কুটক কপট যেতে নঠকট ফটা ফুটি নালি পানি টিকে পাঠিরে লাগিলে গালি দিয়ে ঘর বালি মতে কিয়ে সে ডাকিলা লো অনাদি বলি এতকি বেল হেলা মোর গুরু কাই গলে যে আসবার নেই দারে বুয়া মুই টিকে মাল টিকে মারছি রে বুয়া আবে অনাদি ওলা এতে সময় হলাবে ও তোতে চিৎকার করি ডাকুছি আবে অনাদি ওলা তোর তোতে চিন্তি পারুবে এ অনাদি ওলা ମୁଁ তোতে এতে চিৎকার করি ডাকুছি তথাপি তো কানକୁ ଶୁଭା ଯାଉନି ବେ ଶୁଣୁଛି ସାର୍ ଶୁଣୁଛି ହେଲେ କ'ଣ କରିବି ମୋର ତ ଖାଲି ବହି ଯାଉଛି ଓଲା ତୋ ମୁଣ୍ଡଟା ବୋଧେ ପାଗଳ ହେଇଯାଇଛି ବେ ତୋ ବୋଧେ କୋଉ ଭାଟିରେ ଯାଇ ମାଲଟା ମାରି ଦେଇଛୁ ତୋ ମୁଣ୍ଡ ଆଉ କାମ ଦଉନି ମୋତେ ଯାହା କହିବୁ ଏଦା କହିବୁ ବେ ମୋତେ ଶୁଣା ଏପଟ ସେପଟ ଖାଇ ପକେଇ ମୁଁ ଜମାରୁ ପସନ୍ଦ କରେନି ବେ କାହିଁକି ନା ଓ ବାଘେଶ୍ୱର ବାଘା ଦିନରେ ମଣିଷ ରାତିରେ ମୁଁ ବାସା କହିବୁ ଏଦା କହିବୁ ବେ କିନ୍ତୁ ଓ ଆସିଲା ବାଲ୍ଟରେ ଗୋଟିଏ ଚୁଡ଼ି ବାଲିଟାକୁ ଦେଖିଲି ବେ ସେ ଚୁଡ଼ି ବାଲିଟା ଏମିତି ହେଇଛି ନା ଅଳିଆ ଘାସ ଭଳି ହେଇଛି ରେ ଆଜି ରାତିକ ପାଇଁ ଯଦି ତୁ ମୋ ସହିତ ଆଡଜଷ୍ଟ କରିଦେବୁ ନା ମୁଁ ତୋତେ 500 ଟଙ୍କା ଦେବି ବେ 500 ବୁଝିଲୁ ଓ ଗୁରୁ ହେଲେ ମନଟା ଯାଇକି ଚକୁଳି ପିଠାରେ ସେଇଟା ଗୋଟେ ଚକୁଳି ପିଠା ନୁହଁ ବେ
ସେଇଟା ଗୋଟେ ଆରିସା ପିଠା। ତାହେଲେ ଗୁରୁଟା ଆରିସା ପିଠାରେ ମନ ଅଛି ନା ଯେ ଗୁରୁ କଥାରେ ପରା ଅଛି କିଛି ପାଇବାକୁ ହେଲେ କିଛି ଜିନିଷ ଦେବାକୁ ପଡ଼େ। ଆରେ ଆମେ ଟିକେ ଦ୍ୱାପର ଯୁଗର କଥାକୁ ଟିକେ ମନେ ପକାଇବା। ୟା କହୁଛୁ ନା? ଆରେ ଅନାଦେ ଦ୍ୱାପର ଯୁଗରେ ବଡ଼ଜା କୃଷ୍ଣଚନ୍ଦ୍ରକୁ ମାରିବା ପାଇଁ ମାମୁ କଂସ ସୁର ଯେମିତି ଗୋଟାଏ ଷଡ଼ଯନ୍ତ୍ର ସୃଷ୍ଟି କରିଥିଲେ। ଆବେ ଘର କଳି ଯୁଗରେ ଏ ଚୁଡ଼ି ବାଲିଟାକୁ ପାଇବାକୁ ହେଲେ ଆମକୁ ମଧ୍ୟ କିଛି ନା କିଛି ଗୋଟେ ଷଡ଼ଯନ୍ତ୍ର ସୃଷ୍ଟି କରିବାକୁ ପଡ଼ିବ। ହଁ ଗୁରୁ ହଁ ଏହା କହିବାକୁ ଚାହୁଁଛୁ ନା? ହଁ ଗୁରୁ ପ୍ରକାଶ କରିବେ। ଗୁରୁ ଆପଣ ଖରାପ ଭାବିବେନି। ଆପଣ ଯଦି ଖରାପ ନ ଭାବିବେ ହେଲେ ମୁଁ ଆପଣଙ୍କୁ ଗୋଟେ କଥା କହିବି। ଆବେ କ'ଣ କହିବାକୁ ଚାହୁଁଛୁ ବେ? ସିଧା କହବେ ସିଧା। ଗୁରୁ ଆପଣ ଯଦି ସେ ଚୁଡ଼ି ବାଲିଟାକୁ ଯଦି ପାଇବାକୁ ହେଲେ ଆପଣ ମୋ ସ୍ତ୍ରୀ ହେବାକୁ ପଡ଼ିବ। আবে সোনা আবে পাখাটা গোটিয়ে মর্তবে সোনা পাখাটা করবে ওই মাইকিনা হব নাইবে। গুরু বুঝিବାକୁ চেষ্টা କରନ୍ତୁ ଗୁରୁ ମୂର୍ଖ ଭଳି ହୁଅନ୍ତୁ ନାହିଁ। সোনা তু পথ মূর্খ বে। এই পাখেশ্বর পাখাটাকু মূর্খ কহুଛୁ বে। ইয়া লগাই দেবে কিন্তু ମୁଁ ତୋ କଥାଟାକୁ ଜମାରୁ ବୁଝିପାରୁନି ରେ ଅନାଦେ। ଓହୋ ତମେ ତ ଟେଙ୍ଗେନା ମାଛରେ ମୁଣ୍ଡି ପିଟିଲା ପରି ହେଇଯାଉଛ ଗୁରୁ। ପହେଲା ମତେ କହିବାକୁ ସୁଯୋଗ ଦେଲେ ତ ମୁଁ ତୁମକୁ କହିବି। ଆରେ କହିଯା ରେ ଅନାଦେ। ଗୁରୁ ଦେଖ ତମକୁ ଯଦି ସେ ଚୁଡ଼ି ବାଲି ପାଇବାକୁ ହେଲେ ଆପଣ ମୋର ମାଇଜି ହେବାକୁ ପଡ଼ିବ। ହେଲେ ସତର ମାଇଜି ନୁହଁ ମିଛର ମାଇଜି। ଆରେ ମୁଁ ସେ ଚୁଡ଼ି ବାଲି ପାଖକୁ ଯିବି ଆଉ ତାକୁ କହିବି ମୋ ଘରେ ଗୋଟେ ମୋ ବୋହୂ ଅଛି ଚା ତାକୁ ଚୁଡ଼ି ପିନ୍ଧାବୁ ବୋଲିକି ଆସିବେ। ଚୁଡ଼ି ପିନ୍ଧାଇଲା ସମୟରେ ଆପଣ ତାକୁ ଟିକେ କଚ 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 କରିବେ ନା। ବାରେ ଅନାଦେ এইটা ପାଇଁ ତ ମୁଁ କହିବେ ତତେ ତୁ ହଉଛୁ ମୋର ଡାହାଣ ହାତ ବେ ଡାହାଣ। ଠିକ ଅଛି ଆଉ ଡେରି କରିବାନି ଆଣବେ କିନ୍ତୁ ମୋତେ ତ ଶାଢ଼ୀ ପିନ୍ଧି ଆସେନି ବେ। ଓହୋ ଗୁରୁ ମୁଁ ତ ଛୁଆ ଦିନରୁ ପିନ୍ଧେଇବା ଶିଖିଛି। ଆରେ ମୁଁ ଅଛି ନା। ଆଇଲେ ଡେରି କାହିଁକି ଆବେ ଶାଢ଼ୀ ଆଣବେ। ହଁ ଗୁରୁ ହଁ। এ অনাদে হলা তু পাগল বে পাগল আবে দিন হবে আমি ଟିକେ ସେ ପଟକୁ ଯାଇ ଆମେ ପିନ୍ଧିବା ବେ। ଆଲବେ ବାଘେଶ୍ୱର ବାଘାଟା ଏବେ ଖେଳ କରିବ ଖେଳ। ଠିକ ଅଛି ତେନେ ଗୁରୁ ଯିବା ବେ। ଯିବା।
যা হো রে বাপ্পা ଏତେ ଦିନ ପରେ ମୋର ଦିନ ମଜୁରୀ ମତେ ବାଗାଘରୁ ଦେଇକି ଗଲେ ଏବେ ମୁଁ ଯାଏ ସେ ଚୁଡ଼ି ବାଲି ପାଖକୁ ଶାଲିଟାକୁ ମୁଁ ସେଟିଂ କରିକି ଆମ ବାଗାଘରକୁ ମୁଁ ଦେବି ସେ ଆମ ଗୁରୁ ତାକୁ ଟିକେ ବେଟିଂ କରିବେ ନା ଆଉ ବିଳମ୍ବ କରିବି ନାହିଁ ଏବେ ମତେ ପଇସା ମିଳିଛି 500 ଟଙ୍କିଆ ନୋଟ୍ ମାନେ ମିଳିଛି ଏବେ ମୁଁ ଏବେ ଯିବି ଆଉ ସେ ପାଣ୍ଡର ଗାଁ ଭାଟିର ମଦ ପିଇବି ନା यस କରିବି माल पिएंगे हम तो माल पिएंगे बानर भाटीर का माल पिएंगे हम तो माल पिएंगे बानर भाटीर माल पिएंगे सतरीना मु आज देखा भारी सुंदर हाँ हाँ कहीं सुंदर न दिशि माँ मुझे जाए भी देखा भारी सुंदरी हेले मना जानी ना मना हूँ झंझा मुझी बागांकर स्त्री हाँ माइस मती राज्य सीमारे करी आमरी घर हाँ मोर गोटे पुआ अच्छी मो पुअर ना जानी ना हाँ हाँ जानी नथिबी मो पुअर ना हूँ प्रमोद हाँ हाँ मो पुअर ना हूँ प्रमोद सतरी मुझे कहीं सुंदरी नहेबी म जिते जाए मु बागांकर स्त्री हाँ ताहेले मो मन को टिके हजई दिलो माँ आसुची धीरे आदि आसुची से झंझा सुंदरी आसुची आसुची धीरे आदि आसुची से झंझा सुंदरी आसुची आसुची धीरे आदि आसुची से झंझा सुंदरी आसुची घरे कोई मेरा बिना मम न जेतिना घरे कोई मेरा बिना मम न जेतिना मम गीत सुरे मयूर धीरे नाचुची आसुची धीरे आदि आसुची से झंझा सुंदरी आसुची सतरे ना ए फूल उद्यान तो मो मन हजि जाऊँगी ताहले गोटे पाद आगकू जाई बागांकर प्रिया राज भगिनी प्रमोदक मो जननी हाँ प्रमोदक मो जननी माई मते घर अटई जे मोर अटे मोरा जतरुणी हाँ अटे मोरा जतरुणी
ସତରେ ନା ବାହା ହେଲା ଦିନ ଠାରୁ ମୋ ସ୍ୱାମୀ ମୋତେ ଜମା ବି କରୁନାହାନ୍ତି ଲୋ ମା ହଁ କାହିଁକି ନା ସବୁ ଝିଅ ଚାହାନ୍ତି ଭଲ ଘର ଆଉ ଭଲ ବର ମିଳୁ ହେଲେ ମୋର ନା ସେ ଭାଗ୍ୟ ନାହିଁ ଲୋ ମା ହଁ ମୋ ସ୍ୱାମୀକୁ କ'ଣ କହିବି ସବୁବେଳେ ମଦ ମଦରେ ହିଁ ବୁଡ଼ିକି ରହିଗଲେ ହେଲେ ନା ମୋ କଥା ତାଙ୍କର ଜମା ବି ଚିନ୍ତା ନାହିଁ ଲୋ ମା ହଁ ଆଜି ସିଏ ଆସନ୍ତୁ ତାଙ୍କର ଦିନେ କୁମାର ଦିନେ ସିଏ ଯଦି ଭଲରେ ମୋ କଥା ନ ମାନିବେ ମୁଁ ତାଙ୍କ ସାଥିରେ ଜମା ବି କଥା ହେବିନି ହେଲେ ଜାଣିଛନ୍ତି ନା ଆଜି ମୋ ପୁଅ ନା ଗୁରୁକୁଳରୁ ଆସିବାର ଦିନ ହଁ ମୋ ପୁଅକୁ ଦେଖିନି କେତେ ଦିନ ହେଇଗଲା ସେ ନିଶ୍ଚୟ ଆସୁଥିବ ହେଲେ ତା ପାଇଁ ମୁଁ କିଛି ଖାଇବାର ବନ୍ଦୋବସ୍ତ କରିନେଲୁ ମା ତାହେଲେ ମୁଁ ଯାଏଲୋ ମା